ଆଜି ଆମେ ଗୋଟେ ବଢ଼ିଆ ମାନେ ମନ ଖୁସି ଟପିକ୍ ବିଷୟରେ କଥା ହେବା। କ'ଣ ସେଟା? ଓଡ଼ିଶାର ରିଜିଓନାଲ୍ ଫୁଡ୍ ଅବସେସନ୍। ଭାଇ ଓ ଭଉଣୀମାନେ, ଆଜି ଗୋଟେ ମାନେ ସିରିୟସ୍ ଟପିକ୍ କଥା ହେବା, ଯେଉଁଥିରେ କି ଓଡ଼ିଶା ଲୋକଙ୍କର ମନ କଥା ହେବା, ଯେଉଁଟାକି ମନଟା ପେଟ ଦେଇକି ଯାଏ। ଓଡ଼ିଶାର ଲୋକମାନେ ଧର୍ମ, ରାଜନୀତି, ପଲିଟିକ୍ସ ଏଗୁଡ଼ାକୁ ନେଇକି ଲଢ଼ନ୍ତିନି। ସେମାନେ ଲଢ଼ନ୍ତି ଖାଦ୍ୟକୁ ନେଇକି। ଭାଇ, ଓଡ଼ିଶାରେ ଡିଷ୍ଟ୍ରିକ୍ଟ ଚେଞ୍ଜ କଲେ ଲାଙ୍ଗୁଏଜ ଚେଞ୍ଜ ହୁଏନି, ଫୁଡ୍ ଇଗୋ ଚେଞ୍ଜ ହେଇଯାଏ। ଫାଷ୍ଟ ଦେଖିବା ଆମେ କଟକ। କଟକିଆ ଲୋକ ସେ ପୁରା ନିଆରା। ମାନେ ଆମ ଦହିବରା ଆଗରେ ଦୁନିଆ ଝୁକିବ। ଏମିତିଆ ଆମ ଦହିବରା ଏତେ ଟେଷ୍ଟି। ଭାଇ, ଦହିବରା ଖାଇଲା ବେଳେ ସେମାନେ ପ୍ରେୟାର କରନ୍ତି, ହେ ମା ଆଜି ଟିକେ ଆଳୁଦମ୍ ଏକ୍ସଟ୍ରା ମିଳୁ। ମାନେ କଟକିଆ ପାଇଁ ଦହିବରା ହେଉଛି ବ୍ରେକଫାଷ୍ଟ, ଲଞ୍ଚ, ଇମୋସନାଲ୍ ସପୋର୍ଟ, ସବୁ କିଛି। ଦହିବରା ଆସ୍ତ ଆମର କିଛି ଦରକାର ନାହିଁ। ତାପରେ ଦେଖିବା ବ୍ରହ୍ମପୁର। ବ୍ରହ୍ମପୁର ଲୋକଙ୍କର ମାନେ ଆଟିଟ୍ୟୁଡ଼, ଭଏସ୍ ଆଟିଟ୍ୟୁଡ଼ ଥାଏ। ବ୍ରହ୍ମପୁର ଲୋକ କହିବେ, ଆମ ଚିକେନ୍ କରି ଖାଇଲେ ମଣିଷ ପୁରା ଯବାନକୁ ପ୍ରମୋଟ ହେଇଯାଏ। ଭାଇ, ସେଠି ଚିକେନ୍ ନୁହେଁ, ମାଂସର PhD ଡିଗ୍ରୀ ସେଟା। ମାନେ ରାଗ ଏତେ ଯେ ଲୁହ ବାହାରିଲେ କହିବେ, ଭାଇ ଟେଷ୍ଟ ଆସୁଛି ତ। ଆଉ ସମ୍ବଲପୁର ବ୍ରହ୍ମପୁରର ହେଉଛି ସକାଳ ବ୍ରେକ୍ ଜଳଖିଆରେ ପୁରୀ ଉପମା, ଓଃ, ସେଟା ଗୋଟେ ମାନେ ସ୍ୱର୍ଗ ସାଙ୍ଗେ ସମାନ। ଆଉ ଏବେ ଆମେ ଆସିବା ସମ୍ବଲପୁରିଆ ଲୋକ, ତାଙ୍କ ଖାଦ୍ୟ ସିମ୍ପଲ୍ କିନ୍ତୁ ପାୱାରଫୁଲ୍। ଭାତ, ଶାଗ, ଶୁଖୁଆ, ସିମ୍ପଲ୍ ଖାଇବା। ଆଉ ଜିମ୍ ମେମ୍ବରସିପ୍ ତାଙ୍କ ଦରକାର ନାହିଁ। ସେମାନେ କହିବେ, ବାହାର ଫାଷ୍ଟଫୁଡ଼୍ ଖାଇଲେ ମଣିଷ ୱିକ୍ ହେଇଯାଏ। ଭାଇ, ସମ୍ବଲପୁରରେ ଦାଦା ଗୋଟେ ଥାଳି ଭାତ ଖାଇ 2ଟା ଜିଲ୍ଲା ହେଠି ଯିବେ। କିନ୍ତୁ ସମ୍ବଲପୁରର ଗୋଟେ ସ୍ପେଶାଲ୍ ଡିଶ୍ ହେଉଛି ଆମର ସରସତିଆ। ସେଟା ଗୋଟେ A1 ଜିନିଷ, ବଢ଼ିଆ ଲାଗେ ଖାଇବାକୁ। ତାପରେ ଯିବା ପୁରୀ ଲୋକମାନେ ଦିଲଦାର, ବିନ୍ଦାସ ଲୋକ ଆମର। ମାନେ ତାଙ୍କର ପ୍ରଥମତଃ ହେଉଛି ତାଙ୍କର ପୁରୀର ମହାପ୍ରସାଦ। ତାର କମ୍ପାରିଜନ୍ ନାହିଁ, ମହାପ୍ରସାଦ ସବୁଠୁ ବେଷ୍ଟ ଖାଇବା। ତାପରେ ଆସିବ ଡାଲମା। ଆଉ ତାପରେ ତାର ସି ଫୁଡ୍ ସବୁ, ପୁରୀର ଯେଉଁ ମାଛ ଝୋଳ ବେସର, ଆଉ ଏମିତି ସବୁ ଆସେ। ଆଉ ପୁରୀର ମିଠା, ପୁରୀର ସରପାମ୍ପୁଡ଼ି ହଉ, ମିଠା ସବୁ ଖାଇବ, ପୁରୀର A1 ମିଠା। ପୁରୀ ଲୋକ ଆମର ଦିଲଦାର। ଆଉ ବାଲେଶ୍ୱର ଲୋକଙ୍କର ଅବସେସନ୍ ହେଉଛି ଘୁଗୁନି, ଚୁଡ଼ା, ଚା। ସନ୍ଧ୍ୟା ହେଲେ ଚା ଘୁଗୁନି, ଏଟା ହେଉଛି ସ୍ୱର୍ଗ ସୁଖ। ସେମାନେ କହିବେ ଅନ୍ୟ ଜିଲ୍ଲାର ଘୁଗୁନି ଠିକ୍ ଅଛି, କିନ୍ତୁ ଆମ ପରିକା ଫିଲିଂ ନାହିଁ। ଆଉ କୋରାପୁଟ ଅଞ୍ଚଳ, ଆଦିବାସୀ ଅଞ୍ଚଳ, ସେଠି ଲୋକଙ୍କର ଫୁଡ୍ ଅବସେସନ୍ ହେଉଛି ନ୍ୟାଚୁରାଲ୍, ରିଏଲ୍, କିଛି ଡ୍ରାମା ନାହିଁ। ଅର୍ବାନ୍ ଡାଇଟିସିଆନ୍ କହିବେ କମ୍ ତେଲ, କମ୍ କାର୍ବୋହାଇଡ୍ରେଟ୍। ଆଉ ସେଠି ଦାଦା କହିବେ, ଆମେ ଯାହା ଖାଉଛୁ ସେଇଟା ହିଁ ହେଉଛି ଫରେଷ୍ଟ ଆପ୍ରୁଭାଲ୍। ଆଉ ସତ କଥା କ'ଣ ଜାଣ? ଓଡ଼ିଶାରେ ଭାଷା ଡିଫରେଣ୍ଟ, ଡିଷ୍ଟ୍ରିକ୍ଟ ଡିଫରେଣ୍ଟ, ଆକ୍ସେଣ୍ଟ ବି ଡିଫରେଣ୍ଟ, କିନ୍ତୁ ଗୋଟେ କଥା କମନ୍, ସେଇଟା ହେଉଛି ଆମେ ସମସ୍ତେ ନିଜ ଡିଷ୍ଟ୍ରିକ୍ଟର ଖାଦ୍ୟ ଖାଉ। ଆଉ ସେଇଟା ସବୁଠୁ ବେଷ୍ଟ ଇନ୍ ଦ ୱାର୍ଲଡ଼ ଭାବୁ। ଆଉ ସେଇ ଅବସେସନ୍ ହିଁ ଆମ ଓଡ଼ିଶାକୁ ସୁନ୍ଦର କରେ। କ'ଣ ହେଲା ନା, ଚିକୁ ଆଉ ତା ମାମୁଁ, ମାନେ ଚିକୁ ଚାକିରି କରେ ବାଙ୍ଗାଲୋରରେ, ମୋ ସାଙ୍ଗ ଯିଏ, ସେଇ କୁଲ୍ ଆଉ ଫିଟ୍। ତା ମାମୁଁ କଟକିଆ, ପୁରା ପୁରା ପ୍ରପର୍ କଟକିଆ, ସେ ପୁରା ଦହିବରା ଲଭର୍। ତ କ'ଣ ହେଲା ନା, ଥରେ ଚିକୁ ସକାଳେ ଗ୍ରୀନ୍ ସ୍ମୁଦି ପିଉଥିଲା, ତା ମାମୁଁ ତା ଘରକୁ ଆଇଲେ ଖଲି ଧରିକି, ଦହିବରା ଆଳୁଦମ୍ ଧରିକି। ସେଠୁ ତା ମାମୁଁ କହିଲେ, ଆରେ ଚିକୁ, ସକାଳୁ ସକାଳୁ ଏଗୁଡ଼ା କ'ଣ ପିଉଛୁ? ଘାସ ମରା ରସ ନା କ'ଣ? ଚିକୁ କହୁଛି, ମାମୁଁ ଏଇଟା ବା ସ୍ପିରୁଲିନା ଡିଟକ୍ସ ସ୍ମୁଦି। ମୁଁ ବା କ୍ୟାଲୋରି ଡେଫିସିଟ୍ ଡାଏଟ୍ରେ ଅଛି, ବାଙ୍ଗାଲୋରରେ ସବୁ ଏଇଆ ପିଅନ୍ତି। ତ ମାମୁଁ କହୁଛନ୍ତି, ଡିଟକ୍ସ? ଆରେ ଆମ କଟକରେ ଦହିବରା ଠାରୁ ବଡ଼ ଡିଟକ୍ସ ଦୁନିଆରେ ନାହିଁ। ଟିକେ ଏଇ ଘୁଗୁନି ଦେଖେ, ଆଳୁଦମ୍ ରଙ୍ଗ ଦେଖେ, ପୁରା ଡେଞ୍ଜର ଲେଖା ହେଇଛି। ଚିକୁ କହୁଛି, ମାମୁଁ ନା ନା, ଏଇଟା ବହୁତ ଅଏଲି, ବହୁତ କାର୍ବୋହାଇଡ୍ରେଟ୍ ଆ ଦେହରେ। ମୋ ଫିଟନେସ୍ କୋଚ୍ ବା ମନା କରିଛି, ଖାଇଲେ ହାର୍ଟ ଆଟାକ୍ ହେଇଯିବ ମୋର। ମାମୁଁ କହୁଛନ୍ତି, ଆରେ
ଏଇଟା କାର୍ ଫାର୍ମ ନୁହେଁ, ଏଇଟା ହେଲା ଇମୋସନ୍। ଗୋଟେ ବଡ଼ ଚୋପା ଛଡ଼େଇକି ଟିକେ ପିଆଜ ଲଙ୍କା ସେଉ ପକେଇକି ଏଥିରେ ପତ୍ରୀରେ ଦେଲେ ସ୍ୱର୍ଗ। ତୁ ସେଇ ଘାସ ପାଣି ପିଉଥା। ମୁଁ କହୁଛି ମାମୁଁ ଆକ୍ଚୁଆଲି ହେଲ୍ଥକୁ ଛାଡ଼ିଦେଲେ ଏଇଟା ରଘୁ ଦୋକାନରୁ ନା? ହଁ ରେ, ଘଣ୍ଟେ ଲାଇନରେ ଠିଆ ହେଇ ଆଣିଛି। ଆଉ ଶୁଣୁ ସେଥିରେ ଯୁଗାଡ଼ ପାଣି ଟିକେ ଦବୁ କି? ପୁରା ଥଣ୍ଡା ଦେହ ପୁରା କୁଲ୍ କୁଲ୍। ଚିକୁ କହୁଛି ହଉ ଠିକ୍ ଅଛି, ଗୋଟେ ପ୍ଲେଟ୍ ଖାଇଦେବା କିନ୍ତୁ ଓନ୍ଲି ଖାଲି ପ୍ରୋବାୟୋଟିକ୍ ଦହି ପାଇଁ, ସାଇନ୍ସ ପାଇଁ ଖାଲି। ମାମା ହସି ହସି କହୁଛନ୍ତି ହେଲା ହେଲା ସାଇନ୍ସ ବାହାର କରିନି। ଗୋଟେ କଥା ଶୁଣୁ, ଆଜି ଖରାବେଳେ ପଖାଳ ହେଉଛି, ବଡ଼ିଚୁରା, ଶାଗ ଭଜା, ମାଛ ଭଜା। କହୁଛି ପଖାଳ ବଡ଼ିଚୁରା, ତମେ ମୋ ଡାଏଟ୍ ନଷ୍ଟ କରିଦେବ ଆଉ। ମୁଁ କହୁଛି, ମାମୁଁ କହୁଛି ଡାଏଟ୍ ସେଇଟା ଓଡ଼ିଶାରେ ଜନ୍ମ ହୋଇକି ପଖାଳକୁ ନ କହିବା ମାନେ ପାପ। ପଖାଳ ଖାଇ 2 ଘଣ୍ଟା ନ ଶୋଇଲେ ଜୀବନ ବୃଥା। ମାମୁଁ କହୁଛି ଡାଏଟ୍, ଆରେ ଓଡ଼ିଶାରେ ଜନ୍ମ ହୋଇକି ପଖାଳକୁ ନା କହିବା ମାନେ ପାପ। ଚିକୁ ହଉ ହଉ କରିଦିଅ ପଖାଳ। ଡାଏଟ୍ ଫାଏଟ୍ ବାଙ୍ଗଲୋରରେ ଥାଉ, ଓଡ଼ିଶାରେ ଖାଲି ଦହି ପଖାଳ ଆଉ ଆଳୁ ଭର୍ତ୍ତା। ମୁଁ କହୁଛି ହେଲାଣି ଓଡ଼ିଆ ଟୋକା, ଚାଲ ଟିକେ ଲଙ୍କାରେ ଟିକେ ରାଗିକି ଚଖେଇଦବା। ଭିଡ଼ିଓଟା କେମିତି ଲାଗିଲା ସମସ୍ତେ ଜଣେଇବେ। ରହିଲି, ନମସ୍କାର।